চৈত পরব বড় বেট মজা এ পরা সরদা নাই এ টকি রাশি সাঙ্গে পিলা মাদা দেখা ঢেমুসা করিবা পাই এ ময়না দাদা ফুক মা মাউসী মানে আস নাটক দেখিবা আস আরে ভাই আস 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 ইয়ার আস নাটক দেখিবা আস নাটক দেখিবা আস আরে ভাই ভଉଣୀ আস আস কুଆଡେ গଲେ ভাই আরে ভাই রে ভাই রে ভাই রে শুণ দেই মন ভাই শুণ দেই মন ভাই রে ভাই রে ভাই রে শুণ দেই মন ভাই শুণ দেই মন হে ভাই রে ভাই রে ভাই রে শুণ দেই মন ভাই শুণ দেই মন ভাই রে ভাই রে ভাই রে শুণ দেই মন ভাই শুণ দেই মন ଆମେ କହିବୁ ଆମ ଲାଭର କଥା ଆମେ କହିବୁ ଆମ ଲାଭର କଥା ହେ ଆମେ କହିବୁ ଆମ ଲାଭର କଥା ଆମେ କହିବୁ ଆମ ଲାଭର କଥା ତୋର ମୋର ସଭିକ କଥା ତୋର ମୋର ସଭିକ କଥା
ଏ ତୋର ମୋର ସଭିଙ୍କ କଥା ତୋର ମୋର ସଭିଙ୍କ କଥା ସେ କଥା ମାନିଲେ ସତ ହବ ସପନ ଭାଇ ରେ ଶୁଣ ଦେଇ ମନ ଭାଇ ଶୁଣ ଦେଇ ମନ ଭାଇ ରେ ଶୁଣ ଦେଇ ମନ ଭାଇ ଶୁଣ ଦେଇ ମନ ଭାଇ ରେ ଶୁଣ ଦେଇ ମନ ଭାଇ ଶୁଣ ଦେଇ ମନ ଯେଉଁ ବ୍ୟକ୍ତି ନିଏ ସଠିକ ନିଷ୍ପତ୍ତି ଯେଉଁ ବ୍ୟକ୍ତି ନିଏ ସଠିକ ନିଷ୍ପତ୍ତି ଆନନ୍ଦ ଉତ୍ସବେ ଯାଏ ସେ ମାତି ଆନନ୍ଦ ଉତ୍ସବେ ଯାଏ ସେ ମାତି ଏ ଯେଉଁ ବ୍ୟକ୍ତି ନିଏ ସଠିକ ନିଷ୍ପତ୍ତି ଯେଉଁ ବ୍ୟକ୍ତି ନିଏ ସଠିକ ନିଷ୍ପତ୍ତି ଆନନ୍ଦ ଉତ୍ସବେ ଯାଏ ସେ ମାତି ଆନନ୍ଦ ଉତ୍ସବେ ଯାଏ ସେ ମାତି ଆପଣ ବି ପାଇବେ ସେ ପରିଲାଭ ଆପଣ ବି ପାଇବେ ସେ ପରିଲାଭ ବହୁଦିନ ତାର ଆମ ସାଥେ ଭାବ ବହୁଦିନ ତାର ଆମ ସାଥେ ଭାବ ବହୁଦିନ ତାର ଆମ ସାଥେ ଭାବ ତାର ଆମ ସାଥେ ଭାବ ସମସ୍ତେ କରନ୍ତି ତାକୁ ଅଭିନନ୍ଦନ ଶୁଣ ଦେଇ ମନ ଭାଇ ଶୁଣ ଦେଇ ମନ ଭାଇ ରେ ଶୁଣ ଦେଇ ମନ ଭାଇ ଶୁଣ ଦେଇ ମନ ଭାଇ ରେ ଶୁଣ ଦେଇ ମନ ଭାଇ ଶୁଣ ଦେଇ ମନ ଆସ କରିବା ତାକୁ ଅଭିନନ୍ଦନ ଆଶା କରିବା ତାକୁ ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ହେ ତାକୁ ଅଭିନନ୍ଦନ ହେ ଅଭିନନ୍ଦନ ଭାଇ କଣ ପାଇଁ ଅଭିନନ୍ଦନ ଭାଇ କଣ ପାଇଁ ଅଭିନନ୍ଦନ ପିଲା ଛୁଆ ହେଇଗଲା କି ଆରେ ନା ସେମିତି କିଛି ନୁହଁ ଅଭିନନ୍ଦନ ଜିରୋ ପାଇଁ ମାନେ ଶୂନ ପାଇଁ ଓ ଜିରୋ ଇଲେକ୍ଟ୍ରିକ ବିଲ୍ ପାଇଁ ହଁ ଭାଇ ଜିରୋ ପାଇଁ ଅଭିନନ୍ଦନ ମାନେ ଜିରୋ ଇଲେକ୍ଟ୍ରିକ ବିଲ୍ ପାଇଁ ଓହୋ ରହସ୍ୟଟା କୁହ ଭାଇ ରହସ୍ୟଟା କୁହ ଭାଇ ଆମକୁ ଯାହା ଲାଗୁଛି ତମେ କଞ୍ଜୁସିରେ ଚଳୁଛ ବୁଝିଲ ଭାଇ ମତେ ଲାଗୁଛି ତମେ ଗୋଟେ ମୋର ବଡ କରୁନ ଏ ଡିବି ଆଉ କ୍ୟାଣ୍ଡେଲ ଜାଳିକି ରହୁଛ ଆଉ କିଏ କହିଲା ମୁଁ ମୋ ଘରେ ଭଲ ଭାବରେ ଇଲେକ୍ଟ୍ରିକ ବ୍ୟବହାର କରୁଛି ଏମିତି ତମେ ଜାଣିନ ବୋଧେ ଦେଖ ମୁଁ ମୋ ଘରେ କଣ କଣ ବ୍ୟବହାର କରୁଛି ଦେଖ ମୋର ଗୋଟେ ସିଲିଂ ଫ୍ୟାନ ଅଛି ଟେବୁଲ ଫ୍ୟାନ ଗୋଟେ ଗଲା ଦିଟା ଫ୍ରିଜ ଗୋଟେ ୱାସିଂ ମେସିନ ଗୋଟେ ଏସି ବି ଚାଲୁଛି ମିକ୍ସଚର ଗ୍ରାଇଣ୍ଡର ଚାଲୁଛି ମୋର ଟିଭି ବି ଚାଲୁଛି ପୁଣି ଯୋଉ ଗୋଟେ କମ୍ପ୍ୟୁଟର ଲ୍ୟାପଟପ୍ ବି ଅଛି ତଥାପି ମାସକୁ ମାସ ବିଲ୍ କମ 8-10ଟା ଜିନିଷ ଲଗେଇକି ତମର ଜିରୋ ହଉଛି ମାସକୁ ସିଏ ପୁଣି କେବେ କେବେ ଜିରୋ ମାନେ ଶୂନ ମାନେ ରହସ୍ୟଟା କୁହ ଭାଇ ରହସ୍ୟଟା କୁହ ଜିରୋ ବିଲ୍ କେମିତି ହେଲା ରହସ୍ୟଟା କୁହ କହୁଛି କୁହ କହୁଛି ରହସ୍ୟଟା ହଉଛି ବହୁତ ସହଜ ଆଉ ସରଳ ସହଜ ସରଳ ହଁ ମୁଁ ସୂର୍ଯ୍ୟଙ୍କ ସହିତ ବନ୍ଧୁତା ବାନ୍ଧିଛି ଓ ଭାଇ ସୂର୍ଯ୍ୟଙ୍କ ସହିତ ବନ୍ଧୁତା ବାନ୍ଧିଛ ତମେ ଜଳୁଟା ପୁଅର ବନ୍ଧୁ ବାନ୍ଧିଛ ଓହୋ ବୁଝିଗଲି ଏ ଯେ ଗୋଧି ଆସିଛି ତାଙ୍କ ପୁଅ ନା ପର ତମେ ତା ସହିତ ଆରେ ଶୁଣ ମ୍ୟାଡାମ ଆପଣ ଯାହା କଥା କହୁଛନ୍ତି ମୁଁ ତା କଥା କହୁନି ମୁଁ କହୁଛି ଆକାଶରେ ଦେଖାଯାଉଥିବା ଯୋଉ ସୂର୍ଯ୍ୟ ତାଙ୍କରି ସହିତ ମୁଁ ବନ୍ଧୁତା ବାନ୍ଧିଛି ଏଇଟା କେମିତି ସମ୍ଭବ କହୁଛି ସମ୍ଭବ କାହିଁକି ନା ମୁଁ ମୋ ଘର ଛାତ ଉପରେ ସୋଲାର ପ୍ୟାନେଲ ବସେଇଛି ହଁ କି ହଁ ତାର କାମ ହଉଛି କଣ ଶୁଣ ସିଏ ସୂର୍ଯ୍ୟଙ୍କ କିରଣରୁ କରେଣ୍ଟ ତିଆରି କରେ ବୁଝିପାରୁଛନ୍ତି ଆଉ ଅଧିକରୁ ଅଧିକ କରେଣ୍ଟ ସିଏ ଷ୍ଟୋରେଜ କରିକି ରଖେ ଆଉ ଯାହା ଫଳରେ ମୁଁ ମୋ ଘରେ ଫ୍ରିଜ ଟିଭି ଯାହା ଯାହା କହିଲି ଆଉ ସବୁ ମୁଁ ବ୍ୟବହାର କରୁଛି ବିଲ୍ ଆସୁଛି ସିଏ ପୁଣି କେବେ କେବେ ଜିରୋ ଶୂନ ଗୋଟେ କାମ କରୁନାହାନ୍ତି ଆମ ଘରେ ଗୋଟେ ସୋଲାର ପ୍ୟାନେଲ ବସେଇ ଦଉନାହାନ୍ତି ଭାଇ ଭାଇ
ଏ ସୂର୍ଯ୍ୟଙ୍କ ସହିତ ବନ୍ଧୁତା କରିବାର ରାସ୍ତାଟା ମତେ ଟିକେ କହିଦିଅନ୍ତୁ ନା। ବଡ ଭାଇ ଆମ ଘରେ କେମିତି ଇଲେକ୍ଟ୍ରିକ ବିଲ୍ ଜିରୋ ହବ ସେ ଉପାୟଟା କୁହ, ସେ ବ୍ୟବସ୍ଥାଟା କେମିତି କଣ କରିବେ କହିଲ। ହେଇପାରିବ, ଗୋଟେ କାମ କରୁନାହାନ୍ତି, କହୁନାହାନ୍ତି। ଆପଣଙ୍କ ଘରେ ସୋଲାର ପ୍ୟାନେଲ ବସେଇ ଦିଅନ୍ତୁ। ସୋଲାର ପ୍ୟାନେଲ ଏ ଭାରି କଷ୍ଟ ଭାଇ, ସେ କଥା କୁହ ନା, ସେ ଭାରି କଷ୍ଟ। ସେ ଲାଇନ ଲଗେଇଲେ ଚପଲ ପାଦ ଘୁଷୁରି ହେଇଯାଉଛି କିନ୍ତୁ ଜିନିଷ ମିଳୁନାହିଁ। ତମ ଯାହା ବି ହଁ, କଷ୍ଟ। ସପିଂ ମଲ୍ ବାଲେ ବିଲ୍ କେଟା ଲାଇନ ଭାଇ, କଣ୍ଟ୍ରୋଲ କରିବା ବେଳେ ଲାଇନ ସବୁ ଲାଇନ। ଏଇ ଦେଖୁନ ଚାଲି ଚାଲି ଚପଲ ଛିଡିଗଲାଣି, ହେଲେ ଚାଉଳ ମିଳୁନି। ଆଉ ତମ କଥାରେ କିଏ ଯିବ ସୋଲାର ପ୍ୟାନେଲ ଲଗେଇବାକୁ? ସୋଲାର ପ୍ୟାନେଲ ବସେଇବା ବହୁତ ସହଜ, କିଛି କଷ୍ଟ ନୁହଁ। କେମିତି କେମିତି? ଶୁଣ ମୁଁ କଣ କହୁଛି, କେବଳ ଆପଣଙ୍କର ଖାଲି ଗୋଟେ ଛାତ ଥିବା ଦରକାର, ଆଉ ନୂଆ କରି ମନ ଭାବଟି ଦିଆ ଆପଣଙ୍କର ଥିବା ଓ ଦରକାର। ଭାଇ, କଣ ଛାତ ଥିବ ମନ ଭାବ ହେଇଯିବ? ଆଉ ତାର କେତେ କଣ ଖର୍ଚ୍ଚ କେମିତି ଜାଣିବା? ସବୁ କଥା ଆମ ମାନଙ୍କୁ ଡିଟେଲରେ ବୁଝେଇକି କୁହ। ଆଉ ଯାହାର ଛାତ ନଥିବ କଣ ହଁ, କରିବ? କଣ କରିବା? ଆପଣ ଛାତ ନଥିବ, ହଁ। ଆମର ଏ ଆଙ୍ଗେଲ ଅଛି, ଲୁହାର ଆଙ୍ଗେଲ, ସେ ଆଙ୍ଗେଲ ସାହାଯ୍ୟରେ ସେମାନେ ଲଗେଇ ପାରିବେ। ହେଇଯିବ। ହବ ଏଇ ଯଦି ବିଲ ମାନଙ୍କରେ ଲଗାଉଛି। ହଁ ହଁ, ଆଙ୍ଗେଲ ମାନଙ୍କରେ ସେଥିରେ ବି ସୋଲାର କୁହ ବୁଝିପାରୁଛ? ରିହାତି ପଇସା କେତେ ଖର୍ଚ୍ଚ ହବ, ଲାଭ କଣ କେତେ କହିଲ ଟିକେ। କହିଦଉଛି, କୁହ। ଶୁଣନ୍ତୁ ମ୍ୟାଡାମ, ଆପଣ ଯୋଉ ସୋଲାର ପ୍ୟାନେଲରେ ଯୋଉ ଖର୍ଚ୍ଚଟା କରିବେ, ବୁଝିପାରୁଛନ୍ତି, ଯେତିକି ବି ଖର୍ଚ୍ଚ କରନ୍ତୁ, ଯେତିକି ବି ଲଗାନ୍ତୁ, ମୁଁ କହିଦଉଛି ସରକାର ଆପଣଙ୍କୁ 78,000 ପର୍ଯ୍ୟନ୍ତ ରିହାତି ବା ସବସିଡି ଦଉଛନ୍ତି। ଓ ଭାଇ ଭାଇ, ପୁଣି ସେଇ କଥା, ଏ ସବସିଡି ରିହାତି କଣ ତାକୁ ବି ବୁଝେଇକି କୁହ। ହଉ ହଉ କହୁଛି, ବୁଝିପାରୁନ ସବସିଡି ରିହାତି ହଁ, ମାନେ କଣ? ହଁ। ଏଇଟା ହଉଛି ଗୋଟେ ସରକାରଙ୍କର ଆର୍ଥିକ ସହାୟତା, ମାନେ ଆପଣଙ୍କର ଯୋଉ ପଇସାର ବୋଝଟା ଆପଣଙ୍କୁ ଆଉ କମିଯିବ। ସରକାର ଡାଇରେକ୍ଟ ଦେଇପାରିବେନି, ଇ ପ୍ୟାନେଲ ମାଧ୍ୟମରେ ଦେବେ। ନାଇଁ ନାଇଁ କହୁଛି ବା, ଦେଖନ୍ତୁ ଆପଣ ସବସିଡି ମାନେ କଣ? ଆପଣଙ୍କ ଘରେ ଆପଣ ସିଲିଣ୍ଡର ବ୍ୟବହାର କରୁଛନ୍ତି, ହଁ, କରୁଛୁ। ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି ନା? ଆପଣଙ୍କ ଘରେ ଯୋଉ ଆପଣଙ୍କ ଖାତାରେ ସବସିଡି ଆସୁଥିବ 100, 200, 150 ଯାହା ବି ହଉ। ଇଏ ସେଇ ସବସିଡି, ହେଲେ କଥା ହଉଛି ଇଏ ଆମର କିଲୋୱାଟ ହିସାବରେ ଆପଣଙ୍କୁ ସବସିଡି ମିଳିବ। ଓହୋ, କିଲୋୱାଟ। କିଲୋ ରେସରେ କେମିତି ମିଳିବ? କହୁଛି ମୁଁ, ଦେଖନ୍ତୁ ଯଦି ଆପଣ ମାନେ ଆପଣଙ୍କ ଛାତ ଉପରେ 1 କିଲୋୱାଟର ସୋଲାର ପ୍ୟାନେଲ ବସଉଛନ୍ତି, ଆପଣଙ୍କୁ 30,000 ଟଙ୍କାର ସବସିଡି ମିଳିବ। 30,000 ଟଙ୍କା। ଆଉ ତାପରେ ଆଉ ଯଦି ଆପଣ 2 କିଲୋୱାଟ ବସଉଛନ୍ତି, 60,000 ଟଙ୍କାର ସବସିଡି ମିଳିବ। ଘରେ କେତେ ଶୁଣିଲେ? ଶୁଣୁ 60 ତିନିଟା ଶୁଣୁ। ତିନିଟା ଶୁଣ, ଜାଣିପାରିଲେ? ହଁ। 60, ହଁ। ଚାରିଟା, ବୁଝିପାରିଲେ? ଆଉ ଯଦି ଆପଣ 3 କିଲୋୱାଟର ଅଧିକ ଯଦି ଆପଣ ବସଉଛନ୍ତି ସୋଲାର ପ୍ୟାନେଲ, 78,000 ପର୍ଯ୍ୟନ୍ତ ଆପଣଙ୍କୁ ରିହାତି ମିଳିବ। ହଁ, ଆଉ କାହିଁକି ଡେରି କରୁଛନ୍ତି? ଶୁଣନ୍ତୁ ମ୍ୟାଡାମ, ଆପଣ ମାନେ ଗୋଟେ କଥା କହିଦଉଛି, କାହାଠୁ ବାହାରୁ ଆପଣ ମାନଙ୍କୁ ଇଲେକ୍ଟ୍ରିକ ନବାର କିଛି ଆବଶ୍ୟକ ନାହିଁ। ଆପଣ ମାନେ ଇଲେକ୍ଟ୍ରିକ ବାହାରକୁ ନବାର କିଛି ଆବଶ୍ୟକ ନା। ଇଲେକ୍ଟ୍ରିକ ଧ୍ୟାନ ହିଁ ଦେବା ଦରକାର ନାହିଁ, ବୁଝିପାରୁଛ? ମାସକୁ ମାସ ବିଲ୍ ଆସିବ, ସେ ପୁଣି ବହୁତ କମ, କେବେ କେବେ ଜିରୋ, ବୁଝିପାରିଲେ? ବଢିଆ ତ। ବଢିଆ କଥା ତ, ତାହେଲେ ରିହାତି ଥିଲେ କାମ ସହଜ। ବାଃ ଭାଇ, ବଢିଆ କଥା ବୋଧେ କହିଲ। ତା ମାନେ ଏକାଥରେ ହାତରୁ ଖର୍ଚ୍ଚ ପଡିବ। ହଁ ଭାଇ, ସବୁ ତ ପକେଟ ଦେବାକୁ ପଡିବନି ତ। ଶୁଣନ୍ତୁ ମ୍ୟାଡାମ, ସୋଲାର ପ୍ୟାନେଲର ରାସ୍ତା ବହୁତ ସହଜ। ହଁ ଭାଇ, ତା ମାନେ ଏକାଥରେ ହାତରୁ ଖର୍ଚ୍ଚ କରିବାକୁ ପଡିବ, ଇଏମଆଇ ଦ୍ୱାରା ସବୁ କିଛି ସୁଝିବାକୁ ପଡିବ। ଶୁଣନ୍ତୁ ଭାଇ, ସେ ପୁଣି ବହୁତ କମ ସୁଧରେ ଆପଣମାନଙ୍କୁ ଲୋନ ମିଳିବ, ସେ ପୁଣି ସହଜ ସର୍ତ୍ତାବଳୀ, ମାନେ ସହଜ ଟର୍ମସ ଆଣ୍ଡ କଣ୍ଡିସନରେ ଆପଣଙ୍କୁ ସହଜ ସର୍ତ୍ତାବଳୀରେ ଲୋନ। ବାଃ ଭାଇ, ବାଃ ଭାଇ, ବାଃ ଭାଇ, ତାହେଲେ ବଢିଆ ହେଲା। ଆଜି ଆମ ଘରେ ଗୋଟେ ଲ୍ୟାପଟପ୍ ଆଣିବି, ଫାଇନାଲ ଲ୍ୟାପଟପ୍ ଆଣିବି। ମୁଁ ସେଇ ଟଙ୍କାକୁ ସଞ୍ଚୟ କରି ମୋର ଗାଡି କିସ୍ତିଟା ସୁଝି ଦେବି। ହେଲା ଭାଇ, ସବୁ ଅଛି, ଠିକ ଅଛି, ଲାଭ ଅଛି, ରିହାତି ଅଛି, ସୁବିଧା ଅଛି, କିନ୍ତୁ ସେ ଜିନିଷଟା ବସିବା ପାଇଁ କିଏ ତ ଦୌଡ଼ ଧାପଡ଼ କରିବ କହିଲେ ଦେଖିବ? କାହିଁକି ଦୌଡ଼ିବ? କଣ ପାଇଁ ଦୌଡ଼ି ମତେ କହିଲେ? ହଁ ଭାଇ କୁହ। କିଏ କହୁଛି କହିଲ ଧରିବାକୁ? ଆଉ ଦୌଡ଼ିବନି? ବିନା କଷ୍ଟରେ କିଛି କାମ ହେଲାଣି ନା ହବ? କିଏ କହୁଛି କହିଲ ଧରିବାକୁ? କିଏ କହୁଛି ତମମାନଙ୍କୁ ଦୌଡ଼ିବ? କିଛି ଦୌଡ଼ିବ, ଦୌଡ଼ିବ। ହଁ, କିଏ? ଦୌଡ଼ିବ, ଆପଣଙ୍କ ହାତର ଆଙ୍ଗୁଳି ଖାଲି ଦୌଡ଼ିବ। ହାତର ଆଙ୍ଗୁଳି କେମିତି ଦୌଡ଼ିବ? ମଣିଷର ପାଦ ଅଛି, ପାଦ ଚାଲିଲେ ମଣିଷ ଚାଲିବ, କାମ ଧାମ ହବ। ଆଉ ଘରେ ବସି ଆଙ୍ଗୁଠିର ପାଦ ଅଛି? ଘରେ ବସିକି ଆଙ୍ଗୁଳିରେ ଚାଲିବ। କେମିତି କହୁଛି, କୁହ? ଆପଣଙ୍କର ଲ୍ୟାପଟପ୍ ଅଛି ନା, ଲ୍ୟାପଟପ୍ ସହଜେ କିଣା ହବ? କିଣା ହବ, ହେଇନି। ଆଚ୍ଛା, ମୋବାଇଲ ଅଛି? ହଁ, ମୋବାଇଲ ଅଛି। ନୋକିଆ 1200 ଥିଲା, ଏବେ ନୂଆଟେ ଅଛି। ନୂଆଟା ଦେଖେଇଲେ। ଏଇ ଫୋନ୍, ଏଇଥିରେ ତ ହେଲା ଆଉ। ଏଇ 5G କଣ ଫୋନ୍?
ହେଲା ଦେଖନ୍ତୁ ମୁଁ ଗୋଟେ ୱେବସାଇଟ୍ କହିଦେଉଛି ଆପଣଙ୍କୁ ଏଇଠି ସାଙ୍ଗେ ସାଙ୍ଗେ ଦେଖନ୍ତୁ www.pm suryaghara.gov.in ହେଲା ମାଇଲେ ଏଇ ଦେଖନ୍ତୁ ଆସିଗଲା ସବୁ ହୋମ୍ ପେଜ୍ ଆସିଲା ଭେଣ୍ଡର ଆସିଗଲେ ଭେଣ୍ଡର ମାନେ କମ୍ପାନୀ ପଳେଇ ଆସିବ କେମିତି ହେଇଯିବ ଆପଣ ଚୟନ କରିବେ ନା ସିଲେକ୍ସନ କରିବେ କୋଉ ଭେଣ୍ଡର ଆପଣ ସିଲେକ୍ସନ କଲେ ଭେଣ୍ଡର ବୁଝିପାରିଲେ ଭେଣ୍ଡର ଆସିବେ ତାଙ୍କ କାମ କରିଦେଇକି ପଳେଇବେ ଆପଣ ତ ଖାଲି ଗୋଡ ଉପରେ ଗୋଡ ପକେଇ ଶୋଇବେ ଓ ଭାଇ ଯୋଉ କହିଦେଲେ ତ କହିଦେଲେ ଗୋଡ ଉପରେ ଗୋଡ ଦେଇ ଶୋଇବା ଆଉ ଖର୍ଚ୍ଚ ମାସିକ କିସ୍ତିର ପୁଣି କଣ ହବ ଦେଖନ୍ତୁ ମ୍ୟାଡାମ ଆପଣ ତ ସେତେବେଳେ ସେଇ କଥା କହୁଛନ୍ତି ଏବେ ବି ସେଇ କଥା କହୁଛନ୍ତି ଖର୍ଚ୍ଚ ପଇସା ଦବ ଖର୍ଚ୍ଚ କଥା ବୁଝିବେନି କେମିତି ମୁଁ ବୁଝେଇ ଦଉଛି ଆପଣ ଯୋଉ କହୁନାହାନ୍ତି ଖର୍ଚ୍ଚ ଆପଣ ସଠିକ ମାନେ ଠିକ ଭାବରେ ଆପଣ ମାନେ ଯେବେ ବୁଝିପାରିବେ ଏଇଟା ହଉଛି ଗୋଟେ ଖର୍ଚ୍ଚ ନୁହଁ ଆଉ ଗୋଟେ ଇନଭେଷ୍ଟମେଣ୍ଟ ହଁ ଏଇଟା ଗୋଟେ ଇନଭେଷ୍ଟମେଣ୍ଟ ମାନେ ନିବେଶ କାହିଁକି ନା ଏଇଟା ଯେମିତି ନିବେଶ ଆପଣ କରୁଛନ୍ତି କେତେ ଫାଇଦା ଦେଖନ୍ତୁ ଆପଣଙ୍କୁ ମୁଁ ଏଇଠି କହିଦେଉଛି ଆପଣ କାହା ଉପରେ ଡିପେଣ୍ଡେଡ୍ ହେଲେ କି କାହା ଉପରେ ନିର୍ଭର କରିବା ଦରକାର ନାହିଁ କରେଣ୍ଟ ରହିଲା ଆପଣଙ୍କର ପୁଣି ଯୋଉ କଣ କହିଲେ କରେଣ୍ଟର କଣ୍ଟ୍ରୋଲଟା ଆପଣଙ୍କ ହାତରେ ଆପଣ ଯେତେ ଯାହା ବ୍ୟବହାର କଲେ ଆଉ ଗୋଟେ କଥା ହଉଛି କଣ ଆପଣ ଯେତେ ଯାହା ବ୍ୟବହାର କରୁଛନ୍ତି ସବୁ କଣ ବ୍ୟବହାର କରିଦେଉଛନ୍ତି ଯାହା ବି ଷ୍ଟୋରେଜ ହେଇକି ରହୁଛି ସେଇଟା ଚାହିଁଲେ ଆପଣ ମାନେ ବିଜୁଳି ଗ୍ରିଡ୍ ବି ଦେଇପାରିବେ ୟୁନିଟ୍ ହିସାବରେ ପଇସା ବିଜୁଳି ବିଲ୍ ଦେଲେ ପଇସା ଆରେ ବାଃ ବଢିଆ କଥା କହୁଛନ୍ତି ବୁଝିପାରିଲେ ଆଉ ତାହେଲେ ଆଉ କାହିଁ ଡେରି କରୁଛନ୍ତି ମାସକୁ ମାସ ସଞ୍ଚୟ ବର୍ଷକୁ ବର୍ଷ ସଞ୍ଚୟ ବୁଝିପାରୁଛ ମାସକୁ ମାସ ସଞ୍ଚୟ ବର୍ଷକୁ ବର୍ଷ ସଞ୍ଚୟ ଡବଲ ଲାଭ ଆଉ ଆପଣଙ୍କ ପକେଟରେ ରହିବ ଅଧିକା ଟଙ୍କା ରହିଲେ ଆପଣଙ୍କ ପରିବାର ଉଜ୍ଜଳମୟ ହବ ତାହେଲେ କାମ କରିବି ଆଉ ମୋ ଭଉଣୀ ପାଇଁ ଗୋଟେ ଲ୍ୟାପଟପ୍ କିଣାଣି ଭାବୁଛି ତମେ ବହୁତ ଆଗକୁ ପଳେଇ ପଛକୁ ପଳଉଛ ସେ କଥା ନାହିଁ ନା କାମ ତୁରନ୍ତ ଆମେ ସଦର ବେଗ ଆଣିବା ନା କିଛି କେହି ମନା କରୁନାହାନ୍ତି ଆଣୁନାହାନ୍ତି ଆପଣ ହେଲେ ଗୋଟେ କଥା କହି ରଖୁଛି ଆକୁ ପୁଣି ଆମର ଗୋଟେ ସ୍କିମ୍ ଅଛି ସେଇଟା ଜାଣିବା ଦରକାର କହିବ ନା ଆଉ ସ୍କିମ୍ଟା ଅଛି କହିଦଉଛି ହେଲେ ଗୋଟେ କଥା ହଉଛି କଣ କହିଲ ଆମେ ଯୋଉ ସ୍କିମ୍ଟା କହିବା ପୂର୍ବରୁ ଆପଣ ଟିକେ ପଛପଟେ ଟିକେ ଆମେ ପଛରେ ଠିଆ ହେଇଛୁ ଟିକେ କହିବେ ଟିକେ ବୁଝିପାରୁଛନ୍ତି ପଛରେ ଠିଆ ହେଇ କହିବି ପଛରେ ଠିଆ ହେଇ କହିବୁ ଆଉ ଏକରକୁ ଜଣେ ଠିଆ ହୁଏ କିଛି ନାହିଁ ସେ ଠିଆ ହେଇ ପଛକୁ ମୁଁ କାଲି କହିବି ଆପଣ ମୋ ପଛେ କହିବେ ନିଶ୍ଚିତ କୁହନ୍ତୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା 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 ମାସକୁ ମାସ ସଞ୍ଚୟ ବର୍ଷକୁ ବର୍ଷ ଫାଇଦା ସୋଲାର ବ୍ୟବହାର କରନ୍ତୁ ତାହେଲେ ଆଉ ଗୋଟେ କଥା କହି ରଖୁଛି ଭାଇ ଓ ଭଉଣୀ ମାନେ ଏଇଟା ଜାଣି ରଖନ୍ତୁ ଯଦି ଆପଣ ମାନେ କିଛି ନ ଜାଣି ପାରୁଛନ୍ତି ଆମର ଗୋଟେ ଟୋଲ ଫ୍ରି ନମ୍ବର ଅଛି କହି ରହୁଛି 155 ମାନେ 11455 155 ଏମିତି ମନେ ରଖ ନହେଲେ 145 ବୁଝିପାରିଲେ ଯଦି ଏତିକି ଆପଣ ମାନେ କଲ୍ କରୁଛନ୍ତି ଆଉ ଯଦି ଅଧିକା ଜାଣିଛନ୍ତି ପାଠ ପଢିଛନ୍ତି ତାଙ୍କର ବଡ ସିଟ୍ ଥବ ଆମର ଗୋଟେ ୱେବସାଇଟ୍ ଅଛି ୱେବସାଇଟ୍ ବି କହିଦଉଛି www.pmsuryaghara.gov.in ସେଥିରେ ମାରିପାରିବେ ଆପଣ ମାନେ ଜାଣିପାରିବେ ସବୁ କିଛି ପାଠ ନ ପଢିଥିବ କିଛି ନଥିବ ଆମର ଗୋଟେ ସ୍କାନ୍ ଅଛି କି ଦେଖୁନାହାନ୍ତି ଏଇ ସ୍କାନ୍ ମାରିଦେବେ ଡାଇରେକ୍ଟ ଯାଇକି ସରକାର ପହଞ୍ଚିବେ ଯାହାର ମୋବାଇଲ ନାହିଁ କିଛି ନାହିଁ ତା ବାଟ ବି ଆମେ କରିକି ଆସିଛୁ ଆଗ ମାହାଳିଆରେ ଆମେ ଆସିକି କହୁଛୁ କହିଲେ ବାଟ ହଉଛି ଆପଣ ପାଖାପାଖି ଯୋଉ ଇଲେକ୍ଟ୍ରିକ୍ ଅଫିସ୍ ଅଛି ତାଙ୍କ ସହିତ ଯାଇକି ଯୋଗାଯୋଗ କରିବେ ସେମାନେ ତ ସବୁ ସରଳ ଭାଷାରେ ବୁଝେଇଦେବେ ଆଉ ଆପଣ ପୁରା ବୁଝିଯିବେ ବୁଝିପାରୁଛନ୍ତି ଆଜ୍ଞା ଥରେ ଭାବିଲେ ଭାଇ ମାନେ ମୁଁ ଗୋଟେ କଥା କୁହନ୍ତୁ ମାନେ ଥରେ ଭାବନ୍ତୁ ଭାବିଲୁ ତମେ ଗୋଟେ ହବ ବଡ ଭାଇ ଭଳିଆ ଥରେ ଭାବିଲ ମାନେ ଆପଣ ଯୋଉ ସୋଲାରଟା ପକେଇବେ ଆମ ଛାତ ଉପରେ ବସେଇଲୁ ମାସକୁ ମାସ ଯୋଉ ବିଲ୍ କମ ଆସିବ ଆପଣ କେମିତି ଲାଗିବ କେମିତି ଲାଗିବ ଆଚ୍ଛା ସେଇ ପଇସା ଯଦି ବଞ୍ଚିଲା ଆପଣ ଯୋଉ ମାସ ମାସ କିସ୍ତି ଦେବେ ସେଇଟା କେମିତି ଲାଗିବ ସବୁ ଭଲ ଲାଗିବ ଆପଣଙ୍କ ଘରେ ସବୁଦିନ କରେଣ୍ଟ ରହିବ ସେଇଟା କେମିତି ଲାଗିବ କହିଲେ ଭଲ ଲାଗିବ ନା ସେ ପୁଣି ବହୁତ କମ ସୁଧରେ ଆପଣ ମାନଙ୍କୁ ଋଣ ମିଳୁଛି କେମିତି ଲାଗିବ ଭାଇ ସବୁ ବଢିଆ ମୁଁ ଦେଖିଲି ସବୁ ଭଲ ଟଙ୍କା 10,000 ଧାର ଦଉନ ସୋଲାର ବସିବା ଧାର ଆପଣ ମାନେ ଇଏମଆଇ ରେ ନେଇଯାଆନ୍ତୁ କିସ୍ତି
ତମେ ଦବ କିସ୍ତିରେ ହଁ ତମେ ଦବ ହଁ କିସ୍ତିରେ ହେଇପାରୁଛି କରିଦେଲା ଆଜି କରି ଠିକ ଅଛି କିସ୍ତିରେ ଆମେ ଦେଇଦେବୁ କିସ୍ତିରେ କିଏ କିଏ ସବୁ ବସେଇଛନ୍ତି ମତେ କହିଲ ଆଗ ଆଉ ବସେଇଛନ୍ତି କେତେ ଜଣ ବସେଇଛନ୍ତି ଆରେ ସେ ଭାଇନା ବସେଇଛନ୍ତି ସେମାନେ ବସେଇଛନ୍ତି ହଁ ହଁ ଗୋଧି ବସେଇଛି ଓଧ ବସେଇଛି ବୁଝିପାରୁଛ ଟିକି ବସେଇଛି ସିଲୁ ବସେଇଛି ହଁ ଆମର ଆଉ ସାର୍ ମାନେ ବସେଇଛନ୍ତି ଭଲ ବଡ ବଡ ଲୋକ ବସେଇଛନ୍ତି ବା ଜଗନ ଭାଇ କାଲି ଫୋନ କରି କହୁଥିଲେ ହଁ ବସେଇବାକୁ ସ୍ୱାତିକ ରାଜା ବସେଇଛି ପ୍ରଶାନ୍ତ ପଟ୍ଟନାୟକ ବସେଇଛି ହଁ ରଞ୍ଜନ ନାୟକ ବସେଇଛି ସମେତେ ବସେଇଛନ୍ତି ଆପଣ ମାନେ ତାହେଲେ କାହିଁ ଡେରି କରୁଛନ୍ତି ନା ଆଉ ଡେରି କରନ୍ତୁନି ଆଜି ଘରେ ବସନ୍ତୁ ସୋଲାର ପ୍ୟାନେଲ କାଲି କରନ୍ତୁ ସଞ୍ଚୟ ଆଉ ଅଭିନନ୍ଦନ ପାଆନ୍ତୁ କାହିଁ ଡେରି କରିବା ଅଭିନନ୍ଦନ ଟିକେ ଜଣେଇବା ଆରେ ଭାଇ ଅଭିନନ୍ଦନ ଭାଇ ଅଭିନନ୍ଦନ ଅଭିନନ୍ଦନ ଭାଇ ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ଅଭିନନ୍ଦନ ଭାଇ ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ଅଭିନନ୍ଦନ ଭାଇ ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଜିରୋ ଅଭିନନ୍ଦନ ବିଲ୍ ପାଇଁ କର ଅଭିନନ୍ଦନ ଅଭିନନ୍ଦନ ଭାଇ ଅଭିନନ୍ଦନ ଅଭିନନ୍ଦନ ଭାଇ ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ପାଇଁ କର ଅଭିନନ୍ଦନ ହେ ଅଭିନନ୍ଦନ ଭାଇ ଅଭିନନ୍ଦନ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ଏ ଜିରୋ ବିଲ୍ ପାଇଁ କର ଅଭିନନ୍ଦନ ଆଉ ଯାହା ହଉ ବହୁତ ବହୁତ ଧନ୍ୟବାଦ ଏ ହାଟରେ ଥିବା ସମସ୍ତ ମା ମାଉସୀ ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଆପଣମାନଙ୍କ ବହୁତ ମୂଲ୍ୟ ସମୟ ଦେଇ ଆମର ଏ ଛୋଟିଆ ନାଟକଟି ଦେଖିବାରୁ ଆମ ଟିମ୍ ତରଫରୁ ପିଏମ୍ ସୂର୍ଯ୍ୟଘର ତରଫରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୁଁ ଆଶା କରୁଥିବି ଆପଣମାନେ କିଛି କିଛି ବୁଝିପାରୁଥିବେ ତଥାପି ଆଉ ଥରେ କହି ରଖୁଛୁ ଆମର ଟୋଲ୍ ଫ୍ରି ନମ୍ବର 1455155 ନହେଲେ ତ ଯେଉଁମାନେ ଅଧିକ କିଛି ଜାଣିଛନ୍ତି ମୋବାଇଲ ବ୍ୟବହାର କରୁଛନ୍ତି ଆମର ଗୋଟେ ୱେବସାଇଟ୍ ଅଛି www.pmsuryagara.gov.gov.in ଏଥିରେ ଯାଇପାରିବେ ନହେଲେ ଆମର ଗୋଟେ ସ୍କାନିଂ ଅଛି ଆମର ଲିଫଲେଟ୍ ଅଛି ସେଥିରେ ବି ସ୍କାନର ଅଛି ସ୍କାନିଂ କରିପାରିବେ ଆପଣ ଡାଇରେକ୍ଟ ସରକାରଙ୍କ କତିରେ ପହଞ୍ଚି ପାରିବେ ଆଉ ଅଧିକ ଯଦି ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆମର ଏଇଠି ପାଖରେ ନିକଟସ୍ଥ ପାଖରେ ଥିବା ଆମର ଇଲେକ୍ଟ୍ରି ଅଫିସ ସେଠି ଯାଇକି ଯୋଗାଯୋଗ କରିପାରିବେ ହଁ ଭାଇ ଓ ଭଉଣୀ ମାନେ ଏ ସୁଯୋଗକୁ ହାତ ଛଡ଼ା କାହିଁ କରିବା ସରକାରଙ୍କର ଗୋଟେ ନୂଆ ପ୍ରୟାସ କେମିତି ଘରେ ଘରେ ଜିରୋ ବିଲ୍ ଆସିବ ଇଲେକ୍ଟ୍ରି ବିଲ୍ କେମିତି ଜିରୋ ଆସିବ ତାହେଲେ ଆଉ ଡେରି କରନ୍ତୁ ନାହିଁ ଏବେ ଆସନ୍ତୁ ଯୋଗାଯୋଗ କରନ୍ତୁ ଆଉ ଘରେ ବସନ୍ତୁ ସୋଲାର ପ୍ୟାନେଲ ଆଜ୍ଞା ଦର୍ଶକ ବନ୍ଧୁମାନେ ଏ ପରିବାର କେବେ ଥିବା ସମସ୍ତ ଭାଇ ଓ ଭଉଣୀ ଦର୍ଶକ ବନ୍ଧୁ ମାନଙ୍କୁ ବିନୀତ ଅନୁରୋଧ ଯେଉଁ ଦର୍ଶକ ବନ୍ଧୁ ମାନେ ଆମ ନାଟକ ମାଧ୍ୟମରେ କିଛି ବୁଝିପାରି ନାହାନ୍ତି ଆସନ୍ତୁ ଆମ ପାଖକୁ ଆମେ ଆପଣମାନଙ୍କ ପାଖରେ ଅଛୁ ଆସନ୍ତୁ ଆମେ ଆପଣଙ୍କୁ ସଠିକ ଭାବରେ ବୁଝେଇ ପାରିବୁ କେତେ କିଲୋୱାଟର ସୋଲାର ପ୍ୟାନେଲ ବସେଇଲେ କେତେ କଣ ଖର୍ଚ୍ଚ ଆସିବ କେତେ ସବସିଡି ପାଇପାରିବେ ଏବଂ କେମିତି କଣ ସୁବିଧା ସବୁ କିଛି ଆମେ ବୁଝେଇ ପାରିବୁ ଆସନ୍ତୁ ଆମ ପାଖକୁ ଆମେ ଅଛୁ ଆପଣଙ୍କ ସାହାଯ୍ୟରେ ଆମମାନଙ୍କ ଷ୍ଟାଫ ଅଛନ୍ତି ସାର୍ ମାନେ ବି ଅଛନ୍ତି ପୁରା ଡିଟେଲ୍ସରେ ବୁଝେଇ ପାରିବେ କୋଉମାନେ ସୋଲାର ବସାଇବାକୁ ଚାହୁଁଛନ୍ତି ବା ଘରେ ବସେଇଛନ୍ତି ବା ବସେଇ ନାହାନ୍ତି ଆଗକୁ ବସିବାକୁ ଇଚ୍ଛୁକ ଅଛନ୍ତି ସମସ୍ତେ ଆସନ୍ତୁ ଆମ ପାଖକୁ ଆମେ ଆପଣଙ୍କୁ ଡିଟେଲ୍ସରେ ବୁଝେଇ ପାରିବୁ ଏବେ ରହୁଛୁ ଜୟ ଜଗନ୍ନାଥ ଜୟ ମା ସମଲେଇ।